ନବରଙ୍ଗପୁର ଅଞ୍ଚଳର ଜଣେ ବ୍ୟବସାୟୀ ଗତ 17/11/2021 ତାରିଖ ଦିନ ତାଙ୍କ ନାବାଳିକା ନାତୁଣୀ ଅପହରଣ ଏବଂ ବଳାତ୍କାର ମାମଲାରେ ଅଭିଯୋଗ କରିଥିଲେ। ତାକୁ ତଦନ୍ତ କରି ନବରଙ୍ଗପୁର ପୋଲିସ ଅଭିଯୁକ୍ତ ନାଁରେ ଅଭିଯୋଗ ଫର୍ଦ୍ଦ ଦେଇଥିଲେ। ତାର ପରେ 17 ଜଣ ସାକ୍ଷ୍ୟ ବିଚାର ହେଲା ପରେ ତାକୁ ଆଜି କୋର୍ଟ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବାସୁଦେବ ଆଚାର୍ଯ୍ୟ 17 ବର୍ଷ ଜେଲ୍ କାରାଦଣ୍ଡ ଦେଇଛନ୍ତି ଏବଂ 10,000 ଟଙ୍କା ଫାଇନ୍ ଦେଇଛନ୍ତି। ଅନାଦାୟ 6 ମାସ ଅଧିକା ଜେଲ୍ ଦଣ୍ଡ ଖଟିବା ପାଇଁ ତାକୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍ସଙ୍ଗରେ ଅନୁକମ୍ପାମୂଳକ ରାଶି ଭାବରେ 10,50,000 ଟଙ୍କା ପ୍ରଦାନ କରିଛନ୍ତି। ସେ 363 ଆଉ 366 ନାବାଳିକା ଅପହରଣ ମାମଲା ଲାଗିଥିଲା ଏବଂ ରେପ୍ କେସ୍ ଯେଉଁଟାକି 376 ଧାରା ସହିତ 6 ପକ୍ଷ ଲାଗିଥିଲା 6 ପକ୍ଷ ଲାଗିଥିଲା ଏବଂ କିନ୍ତୁ 6 ପକ୍ଷ କେସ୍ ଯେହେତୁ ବାରମ୍ବାର ଧର୍ଷଣ ହେବାର ପ୍ରମାଣ ଅଭାବ ହେଲା, କେବଳ ଥରେ ତା ସହିତ ଶାରୀରିକ ସମ୍ପର୍କର ପ୍ରମାଣ ହେଇପାରିଲା, ତେଣୁ ତାକୁ 4 ପକ୍ଷରେ ଶୁଣାଇଛନ୍ତି ସଦା।